morning everyone. ମୁଁ ଦେବଦତ୍ତା ନିମା ତ୍ରିବେଣୀ ଜ୍ଞାନ ମନ୍ଦିର ଦତ୍ତଙ୍କ କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ। ଆଜିର ଏହି ଏଜୁକେସନ ସେମିନାର କ୍ଲାସରେ ଆମେ ଟ୍ରାଏଲ ଆଣ୍ଡ ଏରର ଥିଓରି ବିଷୟରେ ଆଲୋଚନା କରିବା। ଟ୍ରାଏଲ ଆଣ୍ଡ ଏରର ଥିଓରି। ଟ୍ରାଏଲ ମାନେ ଚେଷ୍ଟା ଏବଂ ଏରର ମାନେ ତ୍ରୁଟି ବା ଭୁଲ। ଚେଷ୍ଟା ଏବଂ ତ୍ରୁଟିର ଶିକ୍ଷଣ ତତ୍ତ୍ୱ ଚାଲନ୍ତୁ ଆମେ ଆଲୋଚନା କରିବା। ଏହି ଟ୍ରାଏଲ ଆଣ୍ଡ ଏରର ଥିଓରିର ପ୍ରବର୍ତ୍ତକ ହେଉଛନ୍ତି ଆମେରିକା ମାଟିର ଖ୍ୟାତନାମ ମନସ୍ତତ୍ତ୍ୱବିତ୍ ଇଏନ୍ ଥର୍ଣ୍ଡାଇକ୍, ଯାହାଙ୍କ ପୂରା ନାମ ହେଲା ଏଡୱାର୍ଡ ଲି ଥର୍ଣ୍ଡାଇକ୍। ଏଡୱାର୍ଡ ଲି ଥର୍ଣ୍ଡାଇକ୍ 1874 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ 1899 ମସିହାରୁ 1949 ମସିହା ପର୍ଯ୍ୟନ୍ତ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ପଶୁପତି ପୁସ୍ତକର ରଚୟିତା ଅଟନ୍ତି। 1898 ମସିହାରେ ଜେମ୍ସ ଡାକେନ୍ କାଟଲେଙ୍କ ତତ୍ତ୍ୱାବଧାନରେ ଗବେଷଣା କରି PhD ଡିଗ୍ରୀ ଲାଭ କରିଥିଲେ। ଏବେ ଆମେ ଜାଣିବା ଏହି ଟ୍ରାଏଲ ଆଣ୍ଡ ଏରର ଥିଓରି କ'ଣ ବା ପ୍ରଦତ୍ତ ପ୍ରମାଣବାଦ ତତ୍ତ୍ୱ କ'ଣ। ଏହି ତତ୍ତ୍ୱ ଅନୁସାରେ ଉଦ୍ଦେଶ୍ୟ ସାଧନ ନିମନ୍ତେ ବ୍ୟକ୍ତି ବାରମ୍ବାର ଚେଷ୍ଟା କରିଥାଏ। ଏହି ବାରମ୍ବାର ଚେଷ୍ଟାରେ ଅନେକ ତ୍ରୁଟି ବା ଭୁଲ ଦେଖାଯାଏ। ସମୟକ୍ରମେ କ୍ରମଶଃ ଏହି ତ୍ରୁଟି ବା ଭୁଲଟି ହ୍ରାସ ପାଇଥାଏ। ଏହାଦ୍ୱାରା ପରିଶେଷରେ ବ୍ୟକ୍ତି ତାର ଉଦ୍ଦେଶ୍ୟ ସାଧନରେ ସଫଳ ହୋଇଥାଏ। ଉଦାହରଣ ନେଇକି ବୁଝିବା। ଗୋଟିଏ ପିଲା ସାଇକେଲ ଚଳାଇବା ପାଇଁ ଉଦ୍ଦେଶ୍ୟ ନେଇଛି, ସେଥିପାଇଁ ସେ ବାରମ୍ବାର ଚେଷ୍ଟା କରେ। ଏହି ଚେଷ୍ଟାରେ ସେ ଅନେକ ଭୁଲ କରିଥାଏ ବା ତ୍ରୁଟି ଦେଖାଯାଏ, କିନ୍ତୁ ସମୟକ୍ରମେ କ୍ରମଶଃ ତାର ଭୁଲ ଗୁଡ଼ିକ କମିଯାଏ ଏବଂ ପରିଶେଷରେ ସେ ସାଇକେଲ ଚଳାଇବାର ଦକ୍ଷତା ହାସଲ କରିଥାଏ। ଏହାକୁ ହିଁ ଆମେ ପ୍ରଦତ୍ତ ପ୍ରମାଣବାଦ ତତ୍ତ୍ୱ ବା ଟ୍ରାଏଲ ଆଣ୍ଡ ଏରର ଥିଓରି ବୋଲି କହିବା। ଇଏନ୍ ଥର୍ଣ୍ଡାଇକ୍‌ଙ୍କ ମତରେ ଯେକୌଣସି ବ୍ୟବହାର ବା ଅଭ୍ୟାସକୁ ବିଶ୍ଳେଷଣ କରି ଜଣାଯାଇଛି ଯେ ଏହା ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ଗୋଟେ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟାର ସଂଯୋଗ ବ୍ୟତୀତ ଅନ୍ୟ କିଛି ନୁହେଁ। ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପକ, ଯେମିତି ସେ ପିଲାର ଉଦ୍ଦୀପକ ଥିଲା ସେ ସାଇକେଲ ଚଳାଇବାକୁ ଇଚ୍ଛା କରୁଛି ଏବଂ ତାର ପ୍ରତିକ୍ରିୟା ଥିଲା ସେ ବାରମ୍ବାର ଚେଷ୍ଟା କଲା। ଏହି ଦୁଇଟିର ଏହି ସଂଯୋଗକୁ ଆମେ ସଂଯୋଗବାଦ ବୋଲି କହିବା। ଏବେ ଆମେ ଜାଣିବା ଇଏନ୍ ଥର୍ଣ୍ଡାଇକ୍ ଏହି ତତ୍ତ୍ୱକୁ ଜାଣିବା ପାଇଁ କେଉଁ ପରୀକ୍ଷଣ କରିଥିଲେ, କାହାକୁ ନେଇ ପରୀକ୍ଷଣ କରିଥିଲେ ଏବଂ କିପରି ଭାବରେ ପରୀକ୍ଷଣ କରିଥିଲେ ତାହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ପାଇଁ ମୋର ସହପାଠୀ ଆସି ଏହି ଆଲୋଚନାକୁ ଆଗେଇ ନେବେ। ଥ୍ୟାଙ୍କ ୟୁ। Good morning everyone. ମୋ ନାମ କବିତା ଚନ୍ଦ୍ରଲେଖା from ନେଉଡ଼ା ତ୍ରିବେଣୀ ଜ୍ଞାନ ମନ୍ଦିର ପଦ୍ମପୁର କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ। ଆଜିର ଏହି ଏଜୁକେସନ ସେମିନାର କ୍ଲାସରେ ଥର୍ଣ୍ଡାଇକ୍‌ଙ୍କ ପରୀକ୍ଷଣ ବିଷୟରେ ଆଲୋଚନା କରିବା। ଥର୍ଣ୍ଡାଇକ୍ କ'ଣ ପରୀକ୍ଷା କରିଥିଲେ ଏବଂ କାହା କାହାକୁ ନେଇ ପରୀକ୍ଷା କରିଥିଲେ ଆଜି ଆଲୋଚନା କରିବା। ଥର୍ଣ୍ଡାଇକ୍ ଏକ ବାକ୍ସର ଜୋତା, ବିଲେଇ ଓ ତାର ପ୍ରିୟ ଖାଦ୍ୟ ମାଛକୁ ନେଇ ପରୀକ୍ଷା କରିଥିଲେ। ଏହି ତତ୍ତ୍ୱକୁ ଆମେ ଚିତ୍ର ମାଧ୍ୟମରେ ବୁଝିବା। ଉକ୍ତ ପରୀକ୍ଷଣରେ ଥର୍ଣ୍ଡାଇକ୍ 24 ଘଣ୍ଟା ଭୋକିଲା ବିଲେଇକୁ ଦେଖାଗଲା କରି ବାକ୍ସ ବାହାରେ ରଖିଥିଲେ। ବିଲେଇ ମାଛ ପାଇବା ପାଇଁ ଅନେକ ଚେଷ୍ଟା କଲା। ବାକ୍ସ ଭିତରେ ରହି ରାମ୍ପୁଡ଼ିଲା, ଠେଲିଲା, ବୁଲିଲା, କାମୁଡ଼ିଲା, ଏହିପରି ଅନେକ ଚେଷ୍ଟା କଲା। ହଠାତ୍ ବିଲେଇର ପାଦରେ ଦଉଡ଼ିଟିଏ ଲାଗିଯାଇ ବିଲେଇକି ଚାଟି ହୋଇ ଦ୍ୱାରଟି ଖୋଲିଗଲା। ତାପରେ ସେ ମାଛଟି ଖାଇଲା। ଏହିପରି ଥର୍ଣ୍ଡାଇକ୍ ବାରମ୍ବାର ପରୀକ୍ଷା କଲେ। ପରିଶେଷରେ ଦେଖାଗଲା ଯେ ବିଲେଇ ଦ୍ୱାରଟି ଖୋଲିବା ପାଇଁ ପ୍ରଥମ ଦିନ 160 ସେକେଣ୍ଡ ଏବଂ ଦ୍ୱିତୀୟ ଦିନ 30 ସେକେଣ୍ଡ, ତୃତୀୟ ଦିନ 15 ସେକେଣ୍ଡ, ଚତୁର୍ଥ ଦିନ ମାତ୍ର 4 ସେକେଣ୍ଡ ସମୟ ନେଲା। ଏଥିରୁ ଜଣାପଡ଼ିଲା ଯେ ସଫଳତା ନିମନ୍ତେ ପରବର୍ତ୍ତୀ ଚେଷ୍ଟାଗୁଡ଼ିକ ଦ୍ୱାରା ନଷ୍ଟ ହେଉଥିବା ସମୟ କ୍ରମଶଃ ହ୍ରାସ ପାଇଲା। ଉଦାହରଣ ସ୍ୱରୂପ ଗୋଟିଏ ବ୍ୟକ୍ତି କୌଣସି କାର୍ଯ୍ୟ କରିବାକୁ ଯାଇ ନିଶ୍ଚିତ ଭାବରେ କିଛି ନା କିଛି ଭୁଲ କରେ ଏବଂ ସେହି ଭୁଲ ଗୁଡ଼ିକ ଧୀରେ ଧୀରେ ସଂଶୋଧନ କରିବା ପାଇଁ ଅଭ୍ୟାସ କରେ। ଉକ୍ତ କାର୍ଯ୍ୟ କରିବା ପାଇଁ ବାରମ୍ବାର ଚେଷ୍ଟା ଦ୍ୱାରା ତ୍ରୁଟି ହ୍ରାସ ପାଇଥାଏ, ଶିକ୍ଷଣ ସମ୍ଭବ ହୁଏ। ତାହେଲେ ଏଥିରୁ ତମେ ଜାଣିପାରୁଥିବ ଥର୍ଣ୍ଡାଇକ୍ ଏହି ପରୀକ୍ଷାରୁ କ'ଣ ଜାଣିଲେ ମାନେ ବିଭିନ୍ନ କାର୍ଯ୍ୟ ବାରମ୍ବାର ଅସଫଳ ହେଲେ ମଧ୍ୟ, ଯେତେ ଡେରି ହେଲେ ମଧ୍ୟ ଦିନେ ନା ଦିନେ ସେହି କାର୍ଯ୍ୟଟିକୁ ଆମେ ସଫଳ କରିପାରିବା। ବୁଝିପାରିଲ? ପ୍ରଯୁକ୍ତ ପ୍ରମାଦ ଶିକ୍ଷା କ'ଣ ଆଉ ଥର୍ଣ୍ଡାଇକ୍ କ'ଣ ପରୀକ୍ଷା କରିକି ଏ ପ୍ରଯୁକ୍ତ ପ୍ରମାଦବାଦ ତତ୍ତ୍ୱଟି ଆବିଷ୍କାର କରିଥିଲେ ବା ବାହାର କରିଥିଲେ। ଏହି ପରୀକ୍ଷଣ ବିଭିନ୍ନ ସୋପାନରେ ଗତି କରିଛି।
ତ ବର୍ତ୍ତମାନ ମୋର ସହପାଠୀ ବିଭିନ୍ନ ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରି କହିବେ ଏବଂ ଆଜିର ସେମିନାର କ୍ଲାସଟିକୁ ଆଗେଇ ନେବେ। ଥ୍ୟାଙ୍କ ୟୁ। ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍। ମୁଁ ତ୍ରିବେଣୀ ଜ୍ଞାନ ମନ୍ଦିର କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ। ଆଜି ଏହି ଏଜୁକେସନ୍ ସେମିନାରରେ ଇଏଲ୍ ଥଣ୍ଡାଇଙ୍କର ପରୀକ୍ଷାଗତ ପ୍ରକ୍ରିୟା ଆଲୋଚନା କରିବା। ପରୀକ୍ଷାଗତ ପ୍ରକ୍ରିୟା। ଏହି ପରୀକ୍ଷାରେ ଜଣାଗଲା ଯେ ପ୍ରତ୍ୟେକ ଶିକ୍ଷଣ ପ୍ରକ୍ରିୟା ନିମ୍ନଲିଖିତ ସୋପାନ ଦେଇ ଗତି କରିଥାଏ। ସେଗୁଡ଼ିକ ଏବେ ଆମେ ଆଲୋଚନା କରିବା। ପ୍ରଥମଟି ହେଉଛି ପ୍ରବଳ ଇଚ୍ଛା। ବାହାରକୁ ଯାଇ ମାଛ ଖାଇବାକୁ ଲକ୍ଷ୍ୟ ପୂରଣ କରିବା ନିମନ୍ତେ ଚେଷ୍ଟା କରିଥିଲା। ଦ୍ୱିତୀୟଟି ହେଉଛି ପ୍ରତିବନ୍ଧକ। ଏହି ବାକ୍ସର ଦ୍ୱାର ହିଁ ବିରାଡ଼ି ପାଇଁ ପ୍ରତିବନ୍ଧକ ଥିଲା। ଏବଂ ମାଛ ଖାଇବାର ବାଧା ସୃଷ୍ଟି କରୁଥିଲା। ଫୋର୍ଥ ପଏଣ୍ଟ, ଇତସ୍ତତ ଗତି। ବିରାଡ଼ି ମାଛ ଖାଇବାର ଲକ୍ଷ୍ୟ ପରିପ୍ରେକ୍ଷୀରେ ସଫଳ ହେବା ନିମନ୍ତେ ବାକ୍ସ ବାହାରକୁ ଆସିବା ପାଇଁ ସେ ବହୁତ ଚେଷ୍ଟା କରୁଥିଲା। ସେ ପ୍ରଥମ ବାକ୍ସ ମଧ୍ୟରେ ଇତସ୍ତତ ଭାବେ ଗତି କରି ବାକ୍ସ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲା। ସଫଳତାର ସୁଯୋଗ। ବାକ୍ସ ମଧ୍ୟରେ ବିରାଡ଼ି ଇତସ୍ତତ ହୋଇ ରହିଥିଲା ବେଳେ ସୁଯୋଗ ବଶତଃ ତାହାର ଗୋଡ଼ କିଣିକି ଉପରେ ବାଜିଗଲା ବା ବାକ୍ସର ଦ୍ୱାର ଖୋଲିଗଲା। ଫଳତଃ ବିରାଡ଼ି ମାଛ ଖାଇବା ନିମନ୍ତେ ବାହାରକୁ ଆସିବା ପାଇଁ ବହୁତ ଚେଷ୍ଟା କରିଥିଲା। ଫିଫ୍ଥ ପଏଣ୍ଟ, ନିର୍ବାଚନ ସମୟ। ବିରାଡ଼ି ବାକ୍ସ ବାହାରକୁ ଆସିବା ନିମନ୍ତେ ପ୍ରଥମେ ଯେତିକି ସମୟ ସେ ନେଇଥିଲା, ପରବର୍ତ୍ତୀ ଦିନ ଚେଷ୍ଟା କଲା ବେଳେ ସେ କ୍ରମଶଃ କମ୍ ସମୟ ବ୍ୟୟ କଲା। ସିକ୍ସଥ ପଏଣ୍ଟ, ସ୍ଥିର ସ୍ଥିତାନ୍ତ। ବାକ୍ସ ଭିତରେ ଥିବା କିଳିଙ୍କି ଉପରେ ଚାପ ଦେଲେ ଦ୍ୱାର ଖୋଲିଯିବ। ସ୍ଥିର ସ୍ଥିତାନ୍ତରେ ବିରାଡ଼ି ଉପନୀତ ହେଲା ପରେ ସେ ସ୍ଥିର ଆଉ ଇତସ୍ତତ ଚେଷ୍ଟା କରିବା ଓ ଅଯଥା ସମୟ ବ୍ୟୟ କରିବା ପାଇଁ ଇଚ୍ଛା ପ୍ରକାଶ କଲା ନାହିଁ। ଏହାପରେ ମୁଁ ମୋ ସହପାଠିନୀ ଶର୍ମିଷ୍ଠା ଗୌଡ଼କୁ ଅନୁରୋଧ କରି ସେ ଏହାକୁ ଆସି ପାଠ୍ୟଚକ୍ରକୁ ଆଗକୁ ନେବେ। Good morning to all. ମୁଁ ଶର୍ମିଷ୍ଠା ଗୌଡ଼ from Medical Hospital. ତ୍ରିବେଣୀ ଜ୍ଞାନ ମନ୍ଦିର ବ୍ରହ୍ମପୁର କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ଅଟେ। ଆଜିର ଏଜୁକେସନାଲ ସେମିନାର କ୍ଲାସରେ ଆମେ ଶିକ୍ଷଣର ନିୟମ ବିଷୟରେ ଆଲୋଚନା କରିବା। ଶିକ୍ଷଣକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ପ୍ରସ୍ତୁତି ନିୟମ, ଅଭ୍ୟାସ ନିୟମ, ଫଳାଫଳ ନିୟମ। ପ୍ରସ୍ତୁତି ନିୟମ କ'ଣ? ପ୍ରକୃତରେ ପ୍ରସ୍ତୁତି ନିୟମ ହିଁ ଶାରୀରିକ ମାନସିକ ପ୍ରସ୍ତୁତିକୁ ଅନ୍ତର୍ଭୁକ୍ତ କରିଥାଏ। ଶିକ୍ଷାର୍ଥୀର ଯେତେବେଳେ ଶାରୀରିକ ମାନସିକ ସ୍ତରରେ ଶିକ୍ଷା ଅର୍ଜନ କରିବା ପାଇଁ ପ୍ରସ୍ତୁତ ହୋଇଥାଏ, ସେତେବେଳେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କଲେ ଫଳାଫଳ ହୋଇଥାଏ, ଶିକ୍ଷଣ ଫଳାଫଳ ହୋଇଥାଏ। ପ୍ରସ୍ତୁତି ନିୟମକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ଶାରୀରିକ ମାନସିକ ପରିପକ୍ୱତା। ଯଦି ଶାରୀରିକ ମାନସିକ ପରିପକ୍ୱତା ଆସିନଥାଏ, ତାହେଲେ ସେ ଶିକ୍ଷାର୍ଥୀକୁ ଶିକ୍ଷାଦାନ କଲେ ମଧ୍ୟ ଶିକ୍ଷା ଫଳାଫଳ ହୋଇନଥାଏ। ଏହି ପ୍ରସ୍ତୁତି ନିୟମ ଅନୁସାରେ ଯେଉଁ ପରିସ୍ଥିତି ପ୍ରକ୍ରିୟାରେ ଶିକ୍ଷଣ ସନ୍ତୋଷଜନକ ହୋଇଥାଏ, ସେଗୁଡ଼ିକ ହେଲା ପଏଣ୍ଟ 1। ଯେତେବେଳେ ଶିକ୍ଷା ପ୍ରତି ଶିକ୍ଷାର୍ଥୀର ଆଗ୍ରହ ଆସିଥାଏ, ସେତେବେଳେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କଲେ ସେ ସନ୍ତୋଷଜନକ ହୋଇଥାଏ। ପଏଣ୍ଟ 2, ଶିକ୍ଷା ପ୍ରତି ଶିକ୍ଷାର୍ଥୀର ଆଗ୍ରହ ଆସିଥିବା ବେଳେ ଯଦି ତାକୁ ଶିକ୍ଷାଦାନ ନ କରାଯିବ, ତାହେଲେ ସେ ବିରକ୍ତି ହୋଇଯାଇଥାଏ। ପଏଣ୍ଟ 3, ଶିକ୍ଷା ଲାଭ ପାଇଁ ଶିକ୍ଷାର୍ଥୀର ଆଗ୍ରହ ନଥିବା ବେଳେ ଯଦି ତାକୁ ବଳପୂର୍ବକ ଶିକ୍ଷାଦାନ କରାଯାଏ, ତାହେଲେ ସେ ବିରକ୍ତ ହୋଇଯାଇଥାଏ। ଏହି କାର୍ଯ୍ୟକ୍ରମକୁ ମୋ ସହପାଠୀ ଆଗେଇ ନେବେ। ଥ୍ୟାଙ୍କ ୟୁ। ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍।
एवरीवन मो नाम प्रतिभा दास मु त्रिवेणी ज्ञान मंदिर पद्मपुर कला विभाग द्वितीय वर्षर छात्री। तो आज आम आलोचना करवा अभ्यास नियम विषय जहाँ दुई भाग में विभक्त कर। तो प्रथम जाना अभ्यास नियम कौन। आम जो कार्य को नियमित बारंबार कर कार्य को आम शिखी था सहज एवं शीघ्र शिखी था एवं जो कार्य को आम बारंबार नियमित भाव कर से कार्य को आम शिखिपार पुणी अभ्यास नियम कहुए। से अभ्यास नियम को दुई भाग में विभक्त कर गोटे हूँ उपयोगी नियम और अन्यटी हूँ अनुपयोगी नियम। प्रथम जाना उपयोगी नियम कौन। निर्दिष्ट उद्दीपक सहित ताहार उपयुक्त प्रतिक्रिया जिते शीघ्र संयोग होता है सेठारे संपर्कटी सेते दृढ़ होता है। जेपरिक जड़े शिशु साइकेल नियमित भाव साइकेल चलाइले से परवर्ती समय एक उत्तम साइकेल चालक परिणत होता है। यह उपयोगी नियम उदाहरण। बर्तमान आम जाना अनुपयोगी नियम कौन। निर्दिष्ट उद्दीपक सहित ताहार उपयुक्त प्रतिक्रिया बारंबार न हुए से संयोग व संपर्कटी दुर्बल हो जाए जहाद्वारा शिक्षण फलप्रद हो न था शिक्षण संभव हो न था। जेपरिक जन शिशु जदि साइकेल चलवा नियमित भाव शिक्षा कर अभ्यास कर से परवर्ती समय साइकेल चलवा द्वारा बहुत कष्ट सम्मुखीन करने से साइकेल चलवा कष्टसाध्य हो जाए। यह अनुपयोगी नियम। यही अनुपयोगी नियम को यही अनुपयोगी नियमटी एठार दुर्बल हो जाए उपयोग करने एठारे सहयोगी नियमर व्यवहार कर पुणी तीन भाग में विभक्त कर। प्रथमटी हूँ पौनपुण्य नियम द्वितीयटी हूँ सांप्रत्य नियम और तृतीयटी हूँ त्रिपत्र नियम। प्रथम जाना पौनपुण्य नियम कौन। उद्दीपक और प्रतिक्रिया मध्य संपर्क जिते अधिक होता है शिक्षण से दृढ़ और मजबूत होता है पौनपुण्य नियम बोली कहुए। तो द्वितीय जाना सांप्रत्य नियम कौन। यही नियम अनुसार समय व्यवधान शिक्षण को प्रभावित करें जहाद्वारा एथार उद्दीपक और प्रतिक्रिया मध्य संपर्क धीरे धीरे दुर्बल हो जाए जहाँफल शिक्षण फलप्रद हुए ना नकारात्मक परिणाम हो जाए शिक्षार्थी को यह मन रखिबारे बहुत असुविधा सम्मुखीन होगा पड़ जाए। शेष में जाना तीव्रता नियम कौन। उद्दीपक और प्रतिक्रिया मध्य संपर्क जिते गभीर व दृढ़ होता है शिक्षार्थी से अधिक प्रभावशाली और दीर्घस्थायी हो शिक्षण ग्रहण कर जीवन काल मन रही जाए। तो बर्तमान जानिले अभ्यास नाम विषय मो सहपाठी अनुरोध करुच्ची से एठाक आसी पाठ्यचक्र को आगे नेबा हेबे। धन्यवाद। गुड मॉर्निंग टू ऑल। मु जतिमा किसान फ्रॉम विजयनगर केसीपुर त्रिवेणी ज्ञान मंदिर पद्मपुर कला विभाग द्वितीय वर्षर छात्री। आज एजुकेशन सेमिनार क्लास रे प्रदत्त प्रमाणवाद तत्व ट्रायल एंड एरर थ्योरी विषय में सहपाठी मान आलोचना करथिले। शिक्षण का नियम को तीन भाग विभक्त कर प्रस्तुति नियम अभ्यास नियम फलाफल नियम। तो आज आम जानवा फलाफल नियम कौन। हॉटलाइन मत संतोष तथा तृप्तिजात हेले उद्दीपक और प्रतिक्रिया मध्य संपर्क दृढ़ीकृत होता है। अन्य प्रकार जदि उद्दीपक और प्रतिक्रिया मध्य असंतोष और विरक्ति भाव जात हुए ताहले उद्दीपक प्रतिक्रिया संपर्क दुर्बल होता है। जदि बिराड़ी माछ पाइबा आशा बाक्स बाहर को आसे जदि आम माछ बदल विद्युत चाबुक आघात देवा ताहले से केबे भी बाक्स बाहर को आसवा चेष्टा करे ना। फलाफल नियम को पुणी तीन भाग विभक्त कर मानसिक नीति सादृश्य नीति स्पष्टता नीति। मानसिक नीति मानसिक प्रस्तुति नीति प्रस्तुति नियम सह संपृक्त अटे। बयस दृष्टि शिक्षार्थी शिक्षा लाभ उपयुक्त तथा सामर्थ्य संपूर्ण होता जदि तार शारीरिक मानसिक असुविधा होगले शिक्षाटी फलप्रद हो न था। सादृश्य नीति शिक्षार्थी पूर्व अभिज्ञता सह जदि नूतन अभिज्ञतार सादृश्य थाए तेज से पूर्व अभिज्ञतार सदुपयोग कर नूतन अभिज्ञता सहजरे आहरण करने सामर्थ्य होता है। स्पष्टता नीति शिक्षार्थी मैंने जो विषय को जिते स्पष्ट भाव बुझी था निपुण होती
से विषय सेमानक हृदय से दीर्घस्थायी रही यह हूँ ईएस थर्डलाइन का प्रजनन प्रमाणवाद रिपोर्ट। थैंक यू। ଆଜିର ଏହି ଟ୍ରାଏଲ୍ ଆଣ୍ଡ ଏରର୍ ଥିଓରିରେ ଆମର ଯେଉଁ ସେମିନାର ଟିମ୍ ହେଇଥିଲା ପୂର୍ବ ଯୋଜନାରୁ ଆମେ ସବୁ ପ୍ରସ୍ତୁତ କରିଥିଲେ ଡ୍ରଇଂ ସିଟ୍ ସ୍କେଚପେନ୍ ପେନସିଲ୍ ଆଣ୍ଡ ଡ୍ରଇଂ ସବୁଗୁଡ଼ାକ ଆମେ ସବୁ ପୂର୍ବ ଯୋଜନା କରିଥିଲେ ସେ ପୂର୍ବ ଯୋଜନାକୁ ରଖି ଆଜି କ'ଣ ହେଲା ଆମର ଟ୍ରାଏଲ୍ ଆଣ୍ଡ ଏରର୍ ଥିଓରି ସେମିନାରଟା ଆମେ ସଫଳ ହେଇପାରିଲେ। ତ ସେଇଭଳି ଭାବେ ତ୍ରିବେଣୀରେ ସବୁବେଳେ ସମସ୍ତେ ପୂର୍ବ ଯୋଜନା କର ଏବଂ ପୂର୍ବ ଯୋଜନା କରି ଶାରୀରିକ ମାନସିକ ସ୍ତରରେ ସମସ୍ତେ ପ୍ରସ୍ତୁତ ରୁହ। ଆମେ ଏମିତି ଆଗକୁ ମଧ୍ୟ ସେମିନାର ଜାରି ରଖିବା। ଆଉ ଯେଉଁମାନେ ଯେଉଁ ଟିମ୍ମାନେ ରହିଥିଲେ 6 ଜଣ ସେମାନଙ୍କୁ ମୋର ଅନ୍ତରରୁ ଧନ୍ୟବାଦ ଜଣାଉଛି ଯେ ତୁମମାନଙ୍କର ଏଇ ଯେଉଁ ହାର୍ଡ଼ୱାର୍କ ବା କଠିନ ପରିଶ୍ରମ ଯୋଗୁଁ ଆଜି ଏହି ସେମିନାର ଆମେ ସଫଳ ହୋଇଛୁ। ତ ତାଙ୍କମାନଙ୍କ ପାଇଁ ଗୋଟେ ବିଗ୍ ହ୍ୟାଣ୍ଡସ୍ ହେଇଯାଉ।